କାଲି ଅପୁଲା ଆସିଥିଲା କଣ ନେଇକି ଆସିଥିଲା କି? ରଜ ଭାର ନେଇକି ଆସିଥିଲା। ସରକାରୀ ଚାକିରିଆ ଭାଇ ମୋର ରଜ ନ ହଉନ ରଜ ଭାର ନେଇକି ପଳେଇ ଆସିଛି। ଦେଖ ଆଉ ତୋ ଭାଇ କଥା କଣ, ଆଣ୍ଡୁଆ ଭାଇର କଣ ନେଇକି ଆସି ଦେଖେଇଲୁ? ଦେଖଉଛି ଦେଖ କେତେ ବଡ ବ୍ୟାଗ ଟା ନେଇକି ଆସିଛି ମୋ ଭାଇ, ଟେକି ବି ହଉନି। ଆଚ୍ଛା ଏ ପଥର ମଥର କଣ ପୁରେଇକି ଆଣିଛ ଦେଖି, ଟେକା ପଥର କଣ ଆଣିଛ? ନା ଟେକା ପଥର ନା ଆଉ କିଛି। ଦେଖ ଖାଲି ପେଟି ଉପରେ ପେଟି ଆସିଛି ଖାଲି। ଆଚ୍ଛା ହୁଁ ହେଠି କୁଆଡେ ରଖୁଛ? ବାସ୍ ବାସ୍ ମୁଁ ଜାଣିଥିଲି କଣ ଏଟା, ନାଉ ଗୋଟେ ଆଉ ଗୋଟେ ଖଣ୍ଡିଆ ଜହ୍ନି ଶୁକୁଟି ଯାଇଛି। ଏ ସେ ଦୋକାନୀ ତାକୁ ଠକେଇ ଦେଇଥିବ, ସେ ଜାଣି ପାରି ନଥିବ ହେଲା। ଆଚ୍ଛା ଆଚ୍ଛା ହଉ ଆଉ ବାହାର କଣ ସେଟା କଣ ଆଣିଛି? ଏଇ ଦେଖୁନ ଇଏ କଣ ଆମ୍ବ ଗୋଟେ ଆଣିଛି। ଆମ୍ବ? ଦେଖୁନ ଗୋଟେ ସେଉ ହେଲା ଆଣିଛି। କିଲୋ ମାଲୋ ଇଏ ପଚା ଅମୃତଭଣ୍ଡା ଫାଳେ ଧରିକି ଆଇଛି। କଣ ଆଣିଛି ଦେଖେଇ? ଏଇ ଦେଖୁନ ଇଏ ପୁଣି ତରଭୁଜଟା ଫାଳଟା ବି ନୁହେଁ, ନୋଳ ଫେରୁବୋଧେ। ଦେଖ ସେ ଦୋକାନୀ ଯେ ଦେଇଛନ୍ତି, ମୋ ଭାଇର କିଛି ଦୋଷ ନୁହେଁ ହେଲା, ବେଶୀ କଥା କହିବନି। ଗୋ ମା ଗୋ ଦେଖୁନ ଇଏ ଗୋଟେ କଣ ଫେଣା ପୁରା ନେଇକି ଆଇଛି। ଫେଣାରେ ଯୋଉ ଦୁଇଟି କଦଳୀ ଛଡେଇକି ଖାଇଛି ସିଏ। ନା ସିଏ ଖାଇ ନଥିବ ମ, ସିଏ ହଉଛି ଲୋକ କିଏ ମାଗିଥିବ ଆଉ ଭୋକିଲା ଥିବ ତାକୁ ଦେଇଥିବ ହେଲା। ମୋ ମାନେ ଭାଇ ଚୋପା ଛଡେଇକି ଦେଇଛି ସେ। ସେ ଚୋପା ଛଡା ଖୁଆଇଦବ। ଆଚ୍ଛା ତୁ ଟେକ୍ ନା ତ ଭାଇ, ଦେଖ ଆଉ ଦେଖ କଣ ଅଛି। ଭାଇ ନାରେ ଏମିତି କଥା କହିବନି ବୁଝିଲା ନା, ସହିପାରିବିନି। କହିପାରିବୁନି ଦେଖାନ୍ତ ତ କାରନାମା ଭାଇଟା କଣ। ଏଇ ଦେଖ ସେ କଳା କୋଳି ତିନିଟା ଆଣିଛି। କଳା କୋଳି ନୁହେଁ ନା, ଜାମୁ କୋଳି। ଜାମୁକୋଳି ଆଚ୍ଛା, ତୋର ଗୋଟେ ମୋର ଗୋଟେ ଆଉ ହଁ ମୋର ଗୋଟେ ତମର ଗୋଟେ ଆଉ ପୁଅର ଗୋଟେ ଆଣିଛି। ତିନୋଟି କୋଳି ହଁ ଆଣିଛି। ଆଉ ଏଇଟା ନେଇକି ଆସିଛି ସେ। ଇଏ କାହା ଘର ବସିଥିଲା ନେଇକି ଆଇଲା ବାଗ, ଇଏ କଣ ବେ ନା ଲୋ ସେ ଅଦା ଫାଳେ ଲଙ୍କା ଗୋଟେ ଦିଟା ବିନ୍ସ। ନା ଲୋ ସେ କଣ ହେଇଛି କହନି, ମୋ ମା ତାକୁ କହିଥିବ ଆଣିବା ପାଇଁ, ନାନୀ ଘରକୁ ନେଇଯିବ, ସେ ଜାଣିପାରୁନି ସବୁ ଫ୍ରିଜରୁ ବୋଧେ କାଢିକି ନେଇ ଆସିଛି ଆଉ। ଗୋଟେ କଥା କରେ ତ ମାଆକୁ କହିଦବୁ, ତ ଆଣ୍ଡୁଆ ଭାଇ ତ ମାର୍କେଟ ପଠେଇବନି, ଏଇ ମିନରେ ଜିନିଷ ନେଇକି ଆସିବ ଝିଅ ଘରକୁ। ହଁ ବେଶୀ କଥା କୁହନି ହେଲା, ମୋ ଭାଇ ସେ ନେଇ ଆସୁଛି ଆଉ ସେ ଛୋଟ ଛୁଆ